जय श्रीराम जय श्रीराम जय श्रीराम। लीलाम्बुजश्यामल कोमलांगं सीता समारोपति वामभागं पाणिमोहसायकं चारुचापं नमामि रामं रघुवंशनाथं नमामि रामं रघुवंशनाथं। प्रिय श्रोता बंधु भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती महान पौराणिक गाथा श्रीरामचरित मानस। आपण माने मिथिला कटक रे सीता विवाह पर्व रे उपस्थित अछंती। विवाह सरी जाइछि, बरयात्रींकर सौजन्य सर्वदा सरी जाइछि, आउ आसी जाइछि सही शेष मुहूर्त जेतेबेले कि काहारी आखिरे लुह अटकाई रखी हुए नहीं। सही समय आसंतु आगकू जिबा आउ कौन हेउछि संपूर्ण रूपे श्रवण करिबा। नारायणं नमस्कृत्यं नरो चैवं नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलं हयते गिरिजकृपातमहं वन्दे परमानन्द माधव परमानन्द माधव परमानन्द माधव। सादर सकल कुंवारी समुझाई रानी न बार बार उरलाई। बहुरी बहुरी भेटाई महतारी कहीं बिरंची रंची कतनारी। राणी माने चारि झियों को आदर सहित स्त्री मानकर धर्म शिखाई बारंबार आलिंगन कले। माँ माने बारंबार झियों को धरी कहबाकू लगिले, विधाता काहीकि स्त्री जाति गढ़िला भला। तेही अवसर भाई न सहित राम भानुकुल केतु चले जनक मंदिर मुदित विदा करावन हेतु। एतिकी बेले भानुकुल केतु श्रीराम विदाय नेबा पई भाई मानक सहित प्रसन्न चित्तरे जनकंक नगरकू चलिले। चारियों भाई सुभाए सुहाए नगर नारी नर देखन धाए। कऊ कह चलन चाहत हई आजू किन्ह विदेह विदा कर साजू। स्वभाव सुंदर सही चारि भाई को देखिबा निमंते नगरर नर नारी धाई आसिले। किए कहिला ए माने आजी चली जीवाकू स्थिर करिछंती। विदाराज विदा करिबार सकल पदार्थ सजाई सारिलेनी। लेहु नयन भरी रूप निहारी प्रिय पाहुने भूप सुतचारी। को जाने कहीं सुकृत सयानी नयन तिथि किन्हे विधियानी। एथर एही प्राणप्रिय अतिथि चारि राजकुमार सुंदर रूप को आखि पुराई देखिनिह। केउ पुण्य बलरे विधाता एमानंकु एठाकु आनी आम नेत्रपथर अतिथि करिछि किए जाने। मोर नसिलु जिमि पाओ पियूषा सुर तरुलहि जन्म कर भूखा। पाओ नर की हरि पदु जैसे इन्ह कर दर्शनु हम तैसे। मुर्मुष मनीष अमृत पाईगले आजन्म भोकिला मनीष कल्प वृक्ष पाईगले
ନରକର ମଣିଷ ଭଗବାନଙ୍କର ପରମ ପଦ ପାଇଗଲେ ଯେପରି ଧନ୍ୟ ହୋଇଯାଏ, ଏମାନଙ୍କର ଦର୍ଶନ ପାଇ ଆମେ ସେହିପରି ଧନ୍ୟ ହୋଇଯାଇଛୁ। ନିରଖି ରାମ ଶୋଭା ଉରଧରହୁ, ନିଜ ମନ ଫନି ମୁରତି ମନେ କରହୁ। ଏହି ବିଧି ସବହି ନୟନ ଫଲୁ ଦେତା, ଗଏ କୁଅଁର ସବରାଜନିକେତା। ଶ୍ରୀରାମଙ୍କ ଶୋଭାକୁ ଆଖି ଭରି ଦେଖି ତାହାକୁ ହୃଦୟରେ ଧରି ରଖ। ଆପଣା ମନକୁ ସାପ ପରିଦିଅ, ଏମାନଙ୍କର ମୂର୍ତ୍ତିକୁ ତାର ମଣି କରିଦିଅ। ଏହିପରି ଭାବରେ ସମସ୍ତଙ୍କର ନେତ୍ର ସାର୍ଥକ କରି ସବୁ ରାଜକୁମାର ରାଜମହଲକୁ ଗଲେ। ରୂପ ସିନ୍ଧୁ ସବ ବନ୍ଧୁ ଲକ୍ଷୀ ହରସି, ଉଠାର ନିବାସୁ କରହି ନିଛାୱରୀ। ଆରତି ମୋହା ମୁଦିତ ମନ ଶାଶୁ, ମୁଦିତ ମନ ଶାଶୁ। ରୂପର ସାଗର ଚାରି ଭାଇଙ୍କୁ ଦେଖି ସମଗ୍ର ରାଣୀ ମହଲ ହର୍ଷିତ ହୋଇ ଉଠିଲେ। ଶାଶୁମାନେ ଅତ୍ୟନ୍ତ ଆନନ୍ଦରେ ବନ୍ଦାପନା ଓ ଆରତି କଲେ। ଦେଖି ରାମ ଛବି ଅତି ଅନୁରାଗୀ, ପ୍ରେମ ବିଭସ ପୁନି ପୁନି ପଦ ଲାଗି। ରହି ନ ଲାଜ ପ୍ରୀତି ଉର ଛାଇ, ସହଜ ସ୍ନେହ ବରନି କିମି ଯାଇ। ଶ୍ରୀରାମଙ୍କ ରୂପ ଦେଖି ସେମାନେ ପ୍ରେମରେ ନିମଗ୍ନ ହୋଇଯାଇଥାନ୍ତି ଏବଂ ଅତ୍ୟନ୍ତ ପ୍ରେମାବିଷ୍ଟ ହୋଇ ବାରମ୍ବାର ତାଙ୍କ ଚରଣରେ ପଡ଼ିଥାନ୍ତି। ହୃଦୟ ପ୍ରୀତିମୟ ହୋଇଯାଇଥାଏ, ତେଣୁ ଆଉ ଲଜ୍ଜା ରହିନଥାଏ। ସେମାନଙ୍କର ସ୍ୱାଭାବିକ ସ୍ନେହର ବର୍ଣ୍ଣନା କିପରି ବା କରାଯିବ? ଭାଇନ ସହିତ ବଟି ଅନ୍ନୱାଏ, ଛରସ ସନତି ହେତୁ ଯେୱାଏ। ବୋଲେ ରାମ ସୁର ସୁଜାନି, ଶୀଲ ସ୍ନେହ ସକୁଚମୟ ବାଣୀ। ଭାଇମାନଙ୍କ ସହିତ ଶ୍ରୀରାମଙ୍କ ଅଙ୍ଗରେ ସୁଗନ୍ଧିତ ସାମଗ୍ରୀ ଅର୍ଥାତ୍ ତେଲ, ହଳଦୀ ପ୍ରଭୃତି ଲେପନ କରି ସେମାନେ ସ୍ନାନ କରାଇଲେ ଏବଂ ଅତ୍ୟନ୍ତ ପ୍ରେମ ସହିତ ଷଡ଼ରସଯୁକ୍ତ ନାନାବିଧ ଖାଦ୍ୟ ଖୁଆଇଲେ। ସୁଅବସର ଦେଖି ଶ୍ରୀରାମ ସଂକୋଚର ସହିତ ସୁଶୀଳ ଓ ସ୍ନେହପୂର୍ଣ୍ଣ ବାଣୀରେ କହିଲେ, ରାଉ ଅବଧପୁରର ହାତ ସିଧାଏ, ବିଦା ହୋ ନହମହିଆ ପଠାଏ। ମାତୁ ମୁଦିତ ମନାୟ ସୁଦେହୁ, ବାଲକ ଜାନି କର ପାନିତି ନେହୁ। ମହାରାଜ ଅଯୋଧ୍ୟା ଫେରିଯିବାକୁ ଚାହୁଁଛନ୍ତି। ଆପଣମାନଙ୍କ ଠାରୁ ବିଦାୟ ନେବା ନିମନ୍ତେ ସେମାନେ ଆମକୁ ପଠାଇଛନ୍ତି। ହେ ମା, ଆମକୁ ପ୍ରସନ୍ନ ଚିତ୍ତରେ ଆଜ୍ଞା ଦିଅନ୍ତୁ ଏବଂ ଆମକୁ ନିଜର ପୁତ୍ର ମନେକରି ଆମ ପ୍ରତି ସବୁବେଳେ ସ୍ନେହ ରଖିଥାନ୍ତୁ। ସୁନତ ବଚନ ବିଲଖେ ଉର ନିବାସୁ, ବୋଲି ନ ସକହି ପ୍ରେମ ବସ ଶାଶୁ। ହୃଦୟ ଲଗାଇ କୁଆଁରୀ ସବଲିହ୍ନି, ପତିହ୍ନ ସୌପି ବିନତି ଅତି କିହ୍ନି। ଏହିତକ କଥା ଶୁଣିଦେବା କ୍ଷଣି ରାଣୀ ନିବାସରେ ବିଷଣ୍ଣତାର ଛାୟା ଖେଳିଗଲା। ଶାଶୁମାନେ ସ୍ନେହବଶତଃ କିଛି କହିପାରିଲେ ନାହିଁ। ସେମାନେ ଝିଅମାନଙ୍କୁ ଆଲିଙ୍ଗନ କଲେ ଓ ସେମାନଙ୍କୁ ସେମାନଙ୍କର ପତିମାନଙ୍କ ହାତରେ ସମର୍ପି ଦେଇ ବହୁ ବିନତି କଲେ। କରିବି ନୟାସିଆ ରାମ ହିଁ ସମରପି, ଜରି କରି ପୁନି ପୁନି କାଇ। বলি যাও তত সুজন তুম কহু, বিদিত গতি সব কিয়হি। परियार पूरा जन मोहिर जही, प्राण प्रिय सिया जानी। तुलसी शिशु
ନେହୁଲଖି ନିଜ କିଙ୍କାରି କାରି ମାନିବି କିଙ୍କାରି କାରି ମାନିବି। ସୀତାଙ୍କର ମା ବିନୟ ପୂର୍ବକ ରାମଙ୍କ ହାତରେ ସୀତାଙ୍କୁ ସମର୍ପଣ କଲେ ଏବଂ ହାତ ଯୋଡ଼ି ବାରମ୍ବାର କହିଲେ, ହେ ବାପ, ତୁମ୍ଭେ ତ ସୁଜ୍ଞ, ତୁମ୍ଭେ ତ ସମସ୍ତଙ୍କର ମନ କଥା ଜାଣିପାର। ମୋର ରାଣ ଅଛି, ଏତିକି ଜାଣ ଯେ ମୋ ସୀତା ସମଗ୍ର ପରିବାରର ସବୁ ପୁରବାସୀଙ୍କର ମୋର ଓ ରାଜାଙ୍କର ପ୍ରାଣ ସମପ୍ରିୟ। ହେ ତୁଳସୀଙ୍କର ସ୍ୱାମୀ, ମୋ ଝିଅର ପ୍ରେମ ଓ ଭାବ ଦେଖି ତାକୁ ନିଜର ଦାସୀ ବୋଲି ଭାବି ତୁମ୍ଭ ପରିପୁରାଣ କାମ ଜାନ ଶିରୋମଣି ଭାବ ପ୍ରିୟ ଜନ ଗୁଣ ଗ୍ରାହକ ରାମ ଦୋଷ ଦଲନ କରୁନାୟତନ ରାମ ଦୋଷ ଦଲନ କରୁନାୟତନ। ତୁମେ ପୂର୍ଣ୍ଣକାମ ଓ ସୁଜ୍ଞ ଶିରୋମଣି, ତୁମେ ଭାବପ୍ରିୟ, ତୁମକୁ ପ୍ରେମ ଭଲ ଲାଗେ। ହେ ରାମ, ତୁମେ ଭକ୍ତମାନଙ୍କର ଗୁଣକୁ ଗ୍ରହଣ କରିଥାଅ। ତୁମେ ଦୋଷ ବିନାଶକ ଓ ଦୟାର ଧାମ। ବନ୍ଧୁମାନେ, ଆଜି ପାଇଁ ଏତିକି। ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟରେ। ଭୀମସ୍ୟ ପିରାଣୁ ଭଙ୍ଗ ମୁନିର ବିମତି ଭ୍ରମ ଯଦି ଶୁଦ୍ଧମ ଶୁଦ୍ଧବା ମମ ଦୋଷ ନ ବିଦ୍ୟତେ ମମ ଦୋଷ ନ ବିଦ୍ୟତେ মম দোষ ন বিদ্যতে মম দোষ ন বিদ্যতে।